ଦିନକର ଘଟଣା। କୁନିର ପୁଅ କୁନା ତା ମାଆକୁ କହିଲା, ମା ମା ମୁଁ ଆଜି ସ୍କୁଲ ଯିବିନି। ମା ମୁଁ ଆଜି ସ୍କୁଲ ଯିବିନି। ଆରେ କୁନା, ଆଜି ତ ସ୍କୁଲରେ ମିଠା କଦଳୀ ମିଳିବ, ତୁ କାହିଁକି ଯିବୁନୁ? ତୁ ଆଜି ସ୍କୁଲ ଯା, ସେଠାରେ ମିଠା କଦଳୀ ଖାଇକି ଆସିବୁ। ମା ଆଜି ତ ଅଗଷ୍ଟ 15 ନାହିଁ, ତ ମିଠା କଦଳୀ କାହିଁକି ମିଳିବ? ଆରେ କୁନା, ତୁ ଜାଣିନୁ ଆଜି ଅକ୍ଟୋବର 2 ତାରିଖ, ଗାନ୍ଧୀ ଜୟନ୍ତୀ। ଆଜି ସ୍କୁଲରେ ମିଠା କଦଳୀ ସବୁ କିଛି ମିଳିବ, ଖାଇକି ଆସିବୁ। ମା ଗାନ୍ଧୀଜୀ କିଏ ତ ମୁଁ ତ ଜାଣିନି, ତମେ ଜାଣିଛ କି? ଆରେ କୁନା, ତମ ସ୍କୁଲ ଆଗରେ ଗୋଟିଏ ବୁଢା ଛିଡା ହେଇଛି, ତା ନାଁ ହଉଛି ଗାନ୍ଧୀଜୀ। ତମେ ସ୍କୁଲକୁ ଗଲାବେଳେ ଯୋଉ ବାଡିଟା ଧରିକି ଛିଡା ହୋଇନଥାଏ, ସିଏ ହଉଛି ଗାନ୍ଧୀଜୀ। ତାର ଆଜି ଜନ୍ମଦିନ, ତେଣୁ ଆଜି ସ୍କୁଲରେ ସମସ୍ତଙ୍କୁ ମିଠା କଦଳୀ ମିଳିବ। ତୁ ଗଲା ପରେ ସେଠାକୁ ଯାହା ମିଳିବ ଖାଇବୁ, ଆଉ ମୋ ପାଇଁ ଗୋଟିଏ ମିଠା ନେଇକି ଆସିବୁ। ହଉ ମା ଠିକ ଅଛି, ମୁଁ ଆଜି ସ୍କୁଲ ଯିବି। ସେଠାରେ ମିଠା କଦଳୀ ଯାହା ମିଳିବ ମୁଁ ଖାଇବି, ଆଉ ତମ ପାଇଁ ଗୋଟିଏ ମିଠା ନେଇକି ଆସିବି। ହଉ ମୁଁ ଯାଉଛି ଏବେ। ଏହାପରେ କୁନା ସ୍କୁଲ ଯିବାକୁ ବାହାରିଗଲା। ସେଠାରୁ ସେ ସ୍କୁଲ ଯିବାକୁ ଗଲା। କୁନା ଓ ରୂପାଲି ସ୍କୁଲ ଯିବାକୁ ବାହାରିଗଲେ। ଏହାପରେ ବାଟରେ ଗଲାବେଳେ ତାଙ୍କ ସାଙ୍ଗ ପାଏଲର ଘର ପଡ଼ିଲା। ସେଠାରେ ପାଏଲକୁ ଡାକିବାକୁ ଲାଗିଲେ। ଆରେ ପାଏଲ, ତୁ ଆଜି ସ୍କୁଲ ଯିବୁ ନା ନାହିଁ? ନାଇଁ ରେ କୁନା, ମୋତେ ଯିବାକୁ ଇଚ୍ଛା ହଉନି। ସ୍କୁଲ ଗଲେ ସେ ଦିଦି ଖାଲି ବାଡ଼ଉଛନ୍ତି, ତେଣୁ ମୋତେ ସ୍କୁଲ ଯିବାକୁ ଭଲ ଲାଗୁନି। ତମେ ଯଦି ଯିବ ଯାଅ, ମୁଁ ଆଜି ଯିବିନି। ଆଲୋ ରୂପାଲି, ଆଜି ସ୍କୁଲରେ ମିଠା କଦଳୀ ମିଳିବ ଲୋ। ତୁ ଯଦି ନ ଯିବୁ ତାହେଲେ ତୋ ଭାଗ ବୁଡ଼ିଯିବ। ଆମେ ତ ଯିବୁ, ଖାଇକି ଆସିବୁ। ତୋ ଇଚ୍ଛା, ତୁ ଯଦି ଆସିବୁ ଆସେ, ନହେଲେ ନାହିଁ, ଆମେ ଯିବୁ। ଯେ ସ୍କୁଲରେ କ'ଣ ବା ଏମିତି ହେଉଛି ଯେ ମିଠା କଦଳୀ ମିଳିବ? ଆଜି ତ ଅଗଷ୍ଟ 15 ନାହିଁ, ତ ମିଠା କଦଳୀ କାହିଁକି ମିଳିବ? ଆଲୋ ପାଏଲ, ମୋ ମା କହିଲେ କି ଆଜି ସ୍କୁଲରେ ଅକ୍ଟୋବର 2 ପାଳନ କରାହବ। ଆଜି ହଉଛି ଗାନ୍ଧୀ ଜୟନ୍ତୀ। ସେଠାକୁ ଗଲେ ପାଳନ କରାହବ, ତା ସହିତ ମିଠା କଦଳୀ ମଧ୍ୟ ମିଳିବ। ମୋ ମା କହିଛନ୍ତି, ତେଣୁ ଆମେ 2 ଜଣ ଯାଉଛୁ। ତୁ ଯଦି ଯିବୁ ଆସେ। ଗାନ୍ଧୀ ଜୟନ୍ତୀ ହେଲେ କ'ଣ ଲୋ ରୂପାଲି? ମୁଁ ତ ଜାଣିନି କାହିଁ। ଏଇଟା ଜାଣିନୁ କିଲୋ, ଆମେ ସ୍କୁଲ ଗଲାବେଳେ ଯେଉଁ ବୁଢ଼ାଟା ଛିଡ଼ା ହେଇଛି ବା, ଯେଉଁ ବାଡ଼ି ଗୋଟେ ଧରିକି ଚନ୍ଦା ବୁଢ଼ାଟା ଛିଡ଼ା ହେଇନି, ତାର ଆଜି ଜନ୍ମଦିନ। ତେଣୁ ଆଜି ଗଲେ ତାକୁ ଜନ୍ମଦିନ ପାଳନ କରାହବ, ଆଉ ଆମକୁ ମିଠା କଦଳୀ ମିଳିବ। ହଇଲୋ, ସେ ପାକଲା ବୁଢ଼ାର ଜନ୍ମଦିନ କିଲୋ? ହଉ ହଉ ଚାଲେ ଯିବା, ମୁଁ ବି ମିଠା କଦଳୀ ଖାଇକି ଆସିବି। 3 ଜଣ ସାଙ୍ଗ ମିଶିକି ସ୍କୁଲ ବାହାରିଗଲେ। ଏହାପରେ ସେମାନେ ସ୍କୁଲରେ ପହଞ୍ଚିଗଲେ। ଆଲୋ ରୂପାଲି, ଦେଖେ ଦେଖେ, ଦିଦି ସେ ପାକଲା ବୁଢ଼ାର ବେକରେ କିଣି ଫୁଲ ପକେଇଛନ୍ତି। ମୋତେ ତ ଦେଖିଲେ ହସ ଲାଗୁଛି। ହଁ ଲୋ ପାଏଲ, ମୋତେ ବି ଦେଖିଲେ ହସ ଲାଗୁଛି। ଦିଦି କେମିତି ଫୁଲ ପକେଇଛନ୍ତି। ଦିଦି ତମେ ସେ ବୁଢ଼ାର ବେକରେ କାହିଁକି ଫୁଲ ପକେଇଛ? ପିଲାମାନେ, ତାକୁ ବୁଢା କୁହାଯାଏ ନାହିଁ, ସେ ଆମର ଜାତିର ପିତା। ତାଙ୍କର ଆଜି ଜନ୍ମଦିନ, ତେଣୁ ମୁଁ ତାଙ୍କ ବେକରେ ଫୁଲମାଳ ପକେଇଛି। ତାଙ୍କୁ ଏମିତି ସେମିତି ମନ ଇଚ୍ଛା କୁହ ନାହିଁ, ବୁଝିଲ? ଦିଦି, ଜନ୍ମଦିନ କେତେବେଳେ ପାଳନ କରାହବ? ଆଲୋ ରୂପାଲି, ଟିକେ ରହ। ଜନ୍ମଦିନ ତ ପାଳନ କରାହବ, କିନ୍ତୁ କେକ୍ ଅଣା ହେଇନି। କେକ୍ ଅଣା ହେଲା ପରେ ସିନା ପାଳନ କରାହବ। ତୁ ନ ଦେଖିକି କହିଦଉଛୁ। ରହ, ଦିଦି କେକ୍ ଆଣିଲେ ପାଳନ କରିବେନି। ଆରେ ମୂର୍ଖ ମାନେ, ଏଠି କୌଣସି କେକ୍ କଟା ହବନି। ଏଠି ଖାଲି ଆମ ଜାତିର ପିତାଙ୍କର ଜନ୍ମଦିନ ପାଳନ କରିବା, ଫୁଲ ଚଢେଇକି ଦୀପ ଚଢେଇକି ପାଳନ କରିବା, ବୁଝିଲ? ଦିଦି, ଆମେ ତ ଆମ ଜନ୍ମଦିନରେ କେକ୍ କାଟିକି ପାଳନ କରିଥାଉ। ତାଙ୍କେ କ'ଣ କାଟୁନାହାନ୍ତି କି? କ'ଣ ପାଇଁ ତାଙ୍କର କାଟା ହବନି? ପିଲାମାନେ, ସେ ହେଉଛନ୍ତି ଆମ ଜାତିର ପିତା। ତାଙ୍କ ପାଇଁ ଆମେ କେକ୍ କାଟିବାନି। ସେ ଆମ ଜାତି ପାଇଁ ପ୍ରାଣ ଦେଇଛନ୍ତି, ତେଣୁ ଆମେ ତାଙ୍କ ଫଟୋରେ ଫୁଲମାଳ ସହିତ ଦୀପ ଦେବା, ଆଉ ତାଙ୍କୁ ସ୍ମରଣ କରିବା, ବୁଝିଲ? ହଉ ଦିଦି, ଆପଣ ଯାହା କରିବେ କରନ୍ତୁ, କିନ୍ତୁ ଟିକେ ଜଲ୍ଦି ଜଲ୍ଦି ସାରି ଦିଅନ୍ତୁ। ଆମକୁ ଭୋକ ମଧ୍ୟ କରିଲାଣି। ଆମେ ମିଠା କଦଳୀ ଖାଇ ଘରକୁ ଯିବୁ। କୁନା, ତତେ କିଏ କହିଲା ଆଜି ମିଠା କଦଳୀ ମିଳିବ ବୋଲି? ଦିଦି, ମୋ ମା କହିଛନ୍ତି ଆଜି ମିଠା କଦଳୀ ମିଳିବ, ତେଣୁ ମୁଁ ଆଜି ମିଠା କଦଳୀ ଖାଇବା ପାଇଁ ଆସିଛି। ଏଠି ମିଠା କଦଳୀ ମିଳିଲେ ମୁଁ ଖାଇବି, ଆଉ ମୋ ମା ପାଇଁ କିଛି ମିଠା ନେବି। ହଉ ହଉ ପିଲାମାନେ, ତମ ମିଠା କଦଳୀ ତମ ପାଖରେ ରଖ। ଚାଲ, ପ୍ରଥମେ ଆମେ ଜନ୍ମଦିନ ପାଳନ କରିବା, ତାପରେ କ'ଣ କରିବ, ବୁଝିଲ? ଚାଲ ଜନ୍ମଦିନ ପାଳନ କରିବା। ସମସ୍ତେ ଜନ୍ମଦିନ ପାଳନ କରିବାକୁ ଗଲାବେଳେ ସେଠାରେ କୁନା ଧୀରେ ଗୋଟିଏ ପାଡ଼ି ଦେଲା।
ହି ଲୋ କି ଗନ୍ଧ ଅଛି, ଛି ଛି ଛି। ଦିଦି ଦିଦି ଏଠି କୁନା ମିଚର ଖାଇ ପାଡୁଛି, କି ଗନ୍ଧ ହଉଛି, ମୁଁ ଏଠି ରହିବିନି ଦିଦି। ଏ କୁନା ସକାଳୁ କଣ ଝାଡା ପାଣି ବସିକି ଆସିଛୁ ନା ନାଇଁ? ନାକଟା ପୁରା ରଖି ହଉନି ଆଉ, ପୁରା ଦୁର୍ଗନ୍ଧରେ ଫାଟି ପଡୁଛି, କଣ କରିବି, ଛି ଛି ଛି। ଦିଦି ମୁଁ କଣ କରିବି ଯେ, ମୋ ବୋଉ ତ ସକାଳୁ ସକାଳୁ ମତେ ଉଠେଇ ଦେଲା, ମିଠା କଦଳୀ କଥା କହିବାରୁ ମୁଁ ତନ୍ଦରାରେ ପଳେଇ ଆସିଲି। ମୁଁ କଣ ଜାଣିଛି ଆପଣ ଏତେ ସମୟ ରଖିବେ ବୋଲି? ମୁଁ ତ ଭାବିଥିଲି ଆସିକି ମିଠା କଦଳୀ ଧରିକି ପଳେଇବୁ, ତେଣୁ ଝାଡା ପାଣି ବସିକି ଆସିଲେନି। ଏହିସବୁ କଥାକୁ ଛାଡ଼ି ପିଲାମାନେ ଆଉ ଦିଦି ଗାନ୍ଧିଜୀଙ୍କ ଫଟୋରେ ଫୁଲମାଲା ଦେଲେ ଆଉ ଦୀପ ମଧ୍ୟ ଚଢ଼ାଇଲେ। ଏହାପରେ ଦିଦି ଗାନ୍ଧିଜୀଙ୍କ ବିଷୟରେ କିଛି ଭାଷଣ କହିଲେ। ହଉ ସମସ୍ତେ ମନ ଧ୍ୟାନ ଦେଇକି ଶୁଣ। ମହାତ୍ମା ଗାନ୍ଧୀଙ୍କର ପୁରା ନାମ ହେଉଛି ମୋହନଦାସ କରମଚାନ୍ଦ ଗାନ୍ଧୀ। ସେ 1869 ମସିହା ଅକ୍ଟୋବର 2 ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଆମ ଦେଶର ଜାତିର ପିତା ବୋଲି କୁହାଯାଏ, ବୁଝିଲ। ସେ 15 ବର୍ଷ ବୟସରେ କସ୍ତୁରବା ନାମକ ଗୋଟିଏ ଝିଅଙ୍କୁ ବିବାହ କରିଥିଲେ। 1948 ମସିହାରେ ଜାନୁଆରୀ ମାସ 30ରେ ତାଙ୍କର ମୃତ୍ୟୁବରଣ ହୋଇଥିଲା। ତାଙ୍କୁ ନାଥୁରାମ ଗଡ଼ସେ ଗାନ୍ଧିଜୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏମିତି ବହୁତ ଗୁଡ଼ିଏ ଗାନ୍ଧିଜୀଙ୍କ ବିଷୟରେ ଦିଦି ପିଲାମାନଙ୍କୁ ଭାଷଣ କହିଲେ। ଏହାପରେ ଦିଦି ସମସ୍ତ ପିଲାମାନଙ୍କୁ ଗୋଟିଏ ଗୋଟିଏ ଟଙ୍କାକିଆ ଚକୋଲେଟ୍ ଧରେଇ ଦେଇ ପିଲାମାନଙ୍କୁ କହିଲେ ଘରକୁ ଚାଲିଯାଉ। ପିଲାମାନେ ବହୁତ ମନ ଦୁଃଖରେ ଘରକୁ ଗଲେ। ବାଟରେ ଗଲାବେଳେ ପିଲାମାନେ କଥା ହେଲେ। ରୂପାଲି ଦିଦି କିଛି ବି ଭଲ କରିଲେନି, ଆମକୁ ମିଠା କଦଳୀ ଦେଇଥାନ୍ତେ, କିନ୍ତୁ ସେ କିଛି ନ ଦେଇ ଗୋଟିଏ ଟଙ୍କାକିଆ ଚକୋଲେଟ ଦେଇଦେଲେ। ମୁଁ ଏଇନା ବୋଉକୁ ଯାଇକି କଣ କହିବି? ଆରେ କୁନା, ହଁ ପରା, ମୁଁ ବି ମିଠା କଦଳୀ ପାଇଁ ଆସିଥିଲି, ହେଲେ କ'ଣ ହବ, ଏ ଟଙ୍କାକିଆ ଚକୋଲେଟ୍ କିଏ ଖାଇବ ଯେ? ମୋତେ ଟୋଟାଲି ଭଲ ଲାଗୁନି। ଆଜି ଦିଦି ଯାହା କରିଛନ୍ତି କିଛି ବି ଭଲ କରିନାହାନ୍ତି। ମୁଁ ଆଉ କାଲିଠୁ ସ୍କୁଲ ଆସିବିନି। ଆରେ ନାଇଁ, ଆମେ ସମସ୍ତେ ମିଶିକି ଆସିବା। ଆଜି ଗାନ୍ଧୀ ଜୟନ୍ତୀ, ଗାନ୍ଧୀ ଜୟନ୍ତୀରେ କ'ଣ କିଛି ଦିଆଯାଏ? ତେଣୁ ଦିଦି ଆମକୁ କିଛି ଦେଲେନି। ଆମେ ଏଥିରେ ମନ ଦୁଃଖ କରିବା ନାହିଁ, ଆମେ ସ୍କୁଲକୁ ଆସିବା, ପାଠ ପଢ଼ିବା। ସାଙ୍ଗମାନେ, ଆଜିର ଭିଡ଼ିଓରେ ଯଦି ଆପଣଙ୍କୁ ଭଲ ଲାଗିଛି ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଏମିତି ନୂଆ ନୂଆ ଭିଡ଼ିଓ ଦେଖିପାରିବେ।